ଜାତୀୟ ପତାକା ଖୋଲିବା ସମୟରେ ଅଘଟଣ ବିଦ୍ୟୁତ ସଂସ୍ପର୍ଶରେ ଆସି ମେଧାବୀ ଛାତ୍ରର ମୃତ୍ୟୁ। ମୃତ ଛାତ୍ର ଜଣକ ହେଲେ କୁଜଙ୍ଗ ବିବି ହାଇସ୍କୁଲର ଓମ୍ ପ୍ରକାଶ ଦ୍ୱିବେଦୀ। ଓମ୍ ପ୍ରକାଶଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ତେରେଙ୍ଗାରେ ହୋଇଥିବା ବେଳେ କୁଜଙ୍ଗ ସମାଗଳରେ ନିଜ ମାମୁଁ ଘରେ ରହି ପାଠ ପଢୁଥିଲେ। ବିବି ହାଇସ୍କୁଲର ମେଧାବୀ ଛାତ୍ର ଥିଲେ ଓମ୍ ପ୍ରକାଶ। ଓମ୍ ପ୍ରକାଶଙ୍କ ମୃତ୍ୟୁ ଖବର ପାଇବା ପରେ କୁଜଙ୍ଗ ମେଡିକାଲରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ପହଞ୍ଚିବା ପରେ ସମଗ୍ର ପରିବେଶରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ପରିବାର ଲୋକେ ମଧ୍ୟ କୁଜଙ୍ଗ ମେଡିକାଲରେ ପହଞ୍ଚିଥିବା ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ଗଣତନ୍ତ୍ର ଦିବସ ପାଇଁ ସକାଳୁ ଖୁସିରେ ଜାତୀୟ ପତାକା ବାନ୍ଧି ପତାକା ଉତ୍ତୋଳନ ଉତ୍ସବ ଧୁମଧାମରେ ପାଳନ କରାଯାଇଥିଲା। ସନ୍ଧ୍ୟାରେ ଜାତୀୟ ପତାକା ଖୋଲୁଥିବା ସମୟରେ କୋଚିଂ ସେଣ୍ଟର ଉପରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମେଧାବୀ ଛାତ୍ର ଓମ୍ ପ୍ରକାଶଙ୍କର ମୃତ୍ୟୁ ହୋଇଛି। ତେବେ କୋଚିଂ ସେଣ୍ଟର ଉପରେ 11 କେବି ତାର ଯାଇଥିବା ବେଳେ କୋଚିଂ ସେଣ୍ଟରର ମାଲିକ କିପରି ଖାମଖିଆଲି ଭାବରେ ଓମ୍ ପ୍ରକାଶକୁ ପତାକା ଖୋଲିବାକୁ ପଠାଇଲେ ତାକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇବା ସହିତ ଉତ୍ତେଜନା ସୃଷ୍ଟି ପାଇଛି। ଓମ୍ ପ୍ରକାଶଙ୍କ ବାପା ପୁଅକୁ ମଣିଷ କରିବା ପାଇଁ ଘର ଛାଡ଼ି ସୁଦୂର ଗୁଜରାଟରେ ଦାଦନ ଭାବେ କାର୍ଯ୍ୟ କରୁଥିବା ବେଳେ ଜାତୀୟ ପତାକା ଖୋଲୁଥିବା ବେଳେ ପୁଅ ସବୁଦିନ ପାଇଁ ଆଖି ବୁଜି ଦେବା ପରେ କୁଜଙ୍ଗ ମେଡିକାଲରେ ଛାତି ଫଟାଇ କାନ୍ଦୁଛନ୍ତି ମା ଓ ପରିବାର ଲୋକେ, ଯାହାକୁ ନେଇ କୁଜଙ୍ଗ ମେଡିକାଲରେ ଶୋକର ଛାୟା ଖେଳିଯାଇଛି। ଏବଂ ଏ ଘଟଣାରେ କୋଚିଂ ସେଣ୍ଟର ମାଲିକକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ। ପାରାଦୀପରୁ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।